ବିଜେଡି ର ମୂଳପୋଛ ହବାର ସମୟ ଆସି ଯାଇଛି। ସ୍ନେହାଙ୍ଗିରି ଛୁରିଆ 50,000 ଭୋଟ ରେ ଅଧିକ ଜିତିବେ। କଂଗ୍ରେସ ଘାସିରାମ ମାଝୀଙ୍କ ସହିତ ଟକ୍କର ହବ ଜୟ ଢୋଲକିଆଙ୍କର। ପାଣ୍ଡିଆନଙ୍କ ରିମୋଟ କଣ୍ଟ୍ରୋଲ ରେ ବିଜେଡି ସଦାବେଳେ ଚାଲିଛି। ବିଜେଡି ଯଦି ହାରିବ ନୂଆପଡାରେ କେବଳ ପାଣ୍ଡିଆନଙ୍କ ପାଇଁ। ଗୀତାଞ୍ଜଳି ନ୍ୟୁଜ ଓଡିଆକୁ ସ୍ୱାଗତ କରୁଛି, ମୁଁ ହରିପଦ। ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ନୂଆପଡାରେ ବାଜିମାତ କରିବ କିଏ। ଏଇଥିପାଇଁ ଆମେ ପ୍ରସଙ୍ଗକୁ ନେଇଛୁ ସମସ୍ତ ଦଳ, ଓଡ଼ିଶାରେ ସମସ୍ତ ଦଳ ତାଙ୍କର ଜଣେ ଜଣେ ପ୍ରାର୍ଥୀ ଦେଇ ସାରିଥିଲା ବେଳେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି, ଯାହା ବିଜେଡିର ମୂଳପୋଛ ହବାର ସମୟ ଆସିଯାଇଛି। ଆମେ ଏଇଥିପାଇଁ ଏ କଥାକୁ ନଉଛୁ, ଯୋଉ ରାଜେନ୍ଦ୍ର ଢୋଲକିଆ ଥିଲେ ବିଜେଡିର ନେତା ଏବଂ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହୋଇ ବିଜେପିରୁ ଟିକେଟ ନେଇଥିଲା ବେଳେ ତାଙ୍କ ସହ ଯୋଉ ବିଜେଡି କର୍ମୀ ମାନେ ଥିଲେ ସେ କର୍ମୀ ମାନଙ୍କୁ ନେଇ ବିଜେପିରେ ମହାମିଶ୍ରଣ ପର୍ବ କରିଛନ୍ତି। ଏଠୁ ଯାହା ବିଶେଷ ସୂତ୍ରରୁ ଜଣା ପଡୁଛି, ଯୋଉ ବିଜେଡି ସ୍ନେହାଙ୍ଗିରି ଛୁରିଆକୁ ନୂଆପଡାର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି, ସେ ବହୁ ସଂଖ୍ୟା ଭୋଟରେ ହାରିବେ ବୋଲି ଯାହା ଲୋକଙ୍କ ଅନୁମାନ ରହିଛି। ଏଥିରେ ବିଜେଡି ହଉ କିମ୍ବା ବିଜେପି ହଉ କିମ୍ବା କଂଗ୍ରେସ ହଉ, ସମସ୍ତେ ଖାଲି କଥା କୁହା ଫୁଟାଣିଆ କଥା କହିବାରେ ବ୍ୟସ୍ତ। ବିଜେଡିରେ ଯୋଉ ପ୍ରମିଳା ମଲ୍ଲିକ କାଲି କହିଥିଲେ, ଯୋଉ ସେ ସ୍ନେହାଙ୍ଗିରି ଛୁରିଆ 50,000 ଭୋଟରେ ଅଧିକ ଜିତିବେ ବୋଲି ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ ଏବଂ ବିଜେଡିର ତୁଙ୍ଗ ନେତା ମାନେ କହୁଛନ୍ତି ସ୍ନେହାଙ୍ଗିରି ଛୁରିଆ ବହୁତ ଭୋଟରେ ଜିତିବେ। କିନ୍ତୁ ଜୟ ଢୋଲକିଆ, ଯିଏ କି ବାପା ଥିଲେ ରାଜେନ୍ଦ୍ର ଢୋଲକିଆ, ବିଜେଡିର ମୁଖ୍ୟ ନେତା ଥିଲେ, ଯାହାଙ୍କ ପାଇଁ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି, ସେ ତାଙ୍କ ସହ କଂଗ୍ରେସ ଯୋଉ ଘାସିରାମ ମାଝୀ ରହିଛନ୍ତି ତାଙ୍କ ସହ ଟକ୍କର ହେଇପାରେ। କିନ୍ତୁ ଯୋଉ ବିଜେଡି ସ୍ନେହାଙ୍ଗିରି ଛୁରିଆ ରହିଛି ତାଙ୍କ ସହିତ ଟକ୍କର ହବାର କୌଣସି ଆବଶ୍ୟକତା ନାହିଁ ବିଜେପି କହିଛନ୍ତି। ବିଜେପି ଦଳର ତୁଙ୍ଗ ନେତା, ଯାହାକି ମୁଖ୍ୟମନ୍ତ୍ରୀ ମଧ୍ୟ କାଲି ଇସାରା ଦେଇ କହିଛନ୍ତି, ଯଦି ଟକ୍କର ହବ ଆମ ସହିତ ତାହେଲେ କଂଗ୍ରେସ ଘାସିରାମ ମାଝୀଙ୍କ ସହିତ ଟକ୍କର ହବ ଜୟ ଢୋଲକିଆଙ୍କର। କିନ୍ତୁ ଯୋଉ ବିଜେଡି ଫୁଟାଣିଆ କଥା କହି ମଇଦାନରେ ଗର୍ଜନ କରିବାର ଆରମ୍ଭ କଲାଣି, କିନ୍ତୁ ବିଜେପିର ଧୂଆଁ ବାଣରେ ଧ୍ୱସ୍ତ ହୋଇଯିବ ବିଜେଡି। ଏଇଥିପାଇଁ ଆମେ ପ୍ରସଙ୍ଗକୁ ନେଇଛୁ, ଯୋଉ ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ସିଏ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ। ଯୋଉ ବିଜେଡି ଦଳର ତୁଙ୍ଗ ନେତା ଯାଉ କି ବବି ଦାସ ଥିଲେ, ତାଙ୍କୁ ଦଳରୁ ବହିଷ୍କାର କରାଯାଇ ନାହିଁ ସତେ, କିନ୍ତୁ ତାଙ୍କୁ ନୂଆପଡାକୁ ଯିବା ପାଇଁ ତାଙ୍କୁ ମନା କରାଯାଇଛି ଏବଂ ତାଙ୍କ ଭାଇଙ୍କୁ ନୂଆପଡା ବର୍ତ୍ତମାନ ଯିବା ପାଇଁ ମନା କରାଯାଇଛି। ବିଧିବଦ୍ଧ ଭାବରେ କୋଉଠି ନା କୋଉଠି ବିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ବିଜେଡି ଦିନକୁ ଦିନ ଛିନ୍ନ ବିଚ୍ଛନ୍ନ ହବାରେ ଲାଗିଛି। ଯୋଉ ପାଣ୍ଡିଆନ ରହିଛନ୍ତି, ଏ ପାଣ୍ଡିଆନଙ୍କ ରିମୋଟ କଣ୍ଟ୍ରୋଲରେ ବିଜେଡି ସଦାବେଳେ ଚାଲିଛି। କିନ୍ତୁ ଏଇ ବିଜେଡି ପାଇଁ କାଳ ହବ ପାଣ୍ଡିଆନ। ଯୋଉ ପାଣ୍ଡିଆନ ବିଜେଡି ଦଳର ରହି ରିମୋଟ କଣ୍ଟ୍ରୋଲ କରୁଛନ୍ତି, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ କରୁଛନ୍ତି, ତାହା ସ୍ନେହାଙ୍ଗିରି ଛୁରିଆଙ୍କ ପାଇଁ ମାଇନାସ ପଏଣ୍ଟ ରହିବ। ଯୋଉ ବିଜେଡି ଯଦି ହାରିବ ନୂଆପଡାରେ କେବଳ ପାଣ୍ଡିଆନଙ୍କ ପାଇଁ, ଏକଥା ଆମେ କହୁନୁ, ଆମେ ତୃଣମୂଳ ସ୍ତରରୁ ଲୋକଙ୍କର ମତାମତ ନେଇ ଏକଥା କହୁଛୁ। କାହିଁକି ନା 2024 ନିର୍ବାଚନରେ କେବଳ ଯଦି ବିଜେଡି ହାରିଛି କେବଳ ପାଣ୍ଡିଆନଙ୍କ ପାଇଁ। ପାଣ୍ଡିଆନ ଯୋଉ ଭଳି ରିମୋଟ କଣ୍ଟ୍ରୋଲ କରୁଥିଲେ, ନବୀନ ପଟ୍ଟନାୟକକୁ ତାଙ୍କ ଗାଦିରେ ବସାଇ ନିଜେ ସବୁ କଣ୍ଟ୍ରୋଲ କରି ନିଜେ ଶାସନ କରି ଫ୍ଲାଇଟରେ ବୁଲି ବୁଲି ଇଆଡେ ସିଆଡେ ଲୋକଙ୍କ ସେବା କରିବା ବାହାନାରେ ସବୁ ଟଙ୍କା ହଡପ କରି ଘରକୁ ନଉଥିଲେ। ଏକଥା ଆମେ ଏଇଥିପାଇଁ କହୁଛୁ, ଆମେ କହୁନୁ ଏକଥା ଜନତା କହୁଛନ୍ତି। ଜନତାଙ୍କ ମନରେ ପାଣ୍ଡିଆନଙ୍କ ପ୍ରତି ଅହେତୁକ ଖରାପ ମନୋଭାବ ରହିଛି। କାହିଁକି ନା ଯୋଉ ଦଳର ନେତା, ବିଜେଡି ଦଳର ନେତା ନବୀନ ପଟ୍ଟନାୟକ, ଯିଏ 24 ବର୍ଷ ଶାସନ କରିକି ଆସିଲେ, ସଦାବେଳେ ବିଜେଡି 1 ନମ୍ବର ଥାଏ। ସମସ୍ତ ଦଳକୁ ପଛରେ ପକାଇ ବିଜେଡି 1 ନମ୍ବର ରହିଥାଏ। ଯୋଉ ଦିନ ଠାରୁ ପାଣ୍ଡିଆନ ଆସିଛନ୍ତି ବିଜେଡିକୁ, ସେବେଠାରୁ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ସୃଷ୍ଟି ହେବାରେ ଲାଗିଛି। ବିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ସହ ବହୁ ଦଳରୁ ବଡ ବଡ ନେତା ମାନେ ଦଳରୁ ବିଦାୟ ନେଉଛନ୍ତି ଏବଂ ଯୋଉଭଳି ଘଟଣା କିଛି ଦିନ ପୂର୍ବରୁ ଯୋଉ ଶ୍ରୀମୟୀ ମିଶ୍ର ଥିଲେ ବିଜେଡିର ଜଣେ ତୁଙ୍ଗ ନେତ୍ରୀ, ସେ ଦଳରୁ ବହିଷ୍କାର କରି ଦିଆଗଲା ଏବଂ ସେ ନିଜେ ଦଳରୁ
दल छाड़ी चली गले केवल पांड्यान को पाइंकी काहेकि ना पांड्यान सदा बेले निज रिमोट कंट्रोल ले समस्त नेता माननकु रखिया पाई चेष्टा करथिले नवीन पट्टनायक को एबे भी से रिमोट कंट्रोल करी रखिचंती जहा लोक माने साधारण भाव में ग्रहण करू नांती जदि पांड्यान पुणी नुआपड़ा को प्रचार करिया पाई कि जिबे तेबे लोक माने तांको जो भोट देइतांते ताहा मध्य भोट देबे नाही जदि नवीन पट्टनायक जाई प्रचार करिवे तेबे अधिक रु अधिक भोट पाइबार संभावना रही स्नेहगिरी छुरिया प्रति किंतु जदि नवीन पट्टनायक न जिबे ताले पांड्यान जाई जदि प्रचार करिवे ताले बीजेडी पाई आहुरी मध्य माइनस पॉइंट रहिबो जो बीजेडी दल 24 वर्ष शासन करी सरकार रही ओडिशा को बहुत आग को आगे नहीं रास्ता घाट ठारू आरंभ करी सबु चकाचक छिन छर हो जाइथिला किंतु वर्तमान जो बीजेपी सरकार आसीची केवल लोकंकु भुआ बनाउची लोकंक सह खेलुची एवं रास्ता घाट कथा कहिले न सरे आपण देखंतु चारियाडे देखंतु रास्ता घाट रो अवस्था कोन हलानी ना रास्ताटी हेई पारुची जहा आशा करा जाउची नुआपड़ा इलेक्शन ले बाजीमात करिबो बीजेपी काहे कि ना एटी संघर्ष हेबो बीजेडी एवं कांग्रेस एवं बीजेपी तीनोटी प्रमुख दल रही बेले एटी बहुत जोरसोर रे जोरदार भाव में प्रस्तुत रही कांग्रेस एवं बीजेपी किंतु बीजेडी रो गोष्ठी कंदल पाई बीजेडी हारिबार हेटी मुख्य कारण रही जो पांड्यान को पाई बीजेडी आज माटी रे मिसिबा को गलानी जो पांड्यान को पाई बीजेडी दल सबु भांगी छिन छतर हेलानी तो सेठी नुआपड़ा रे मध्य बीजेडी एथर लोप पाइबो बोली जा आशा करा जाउची आमे कहूनु ए कथा ए जा तृणमूल स्तर रु जना पड़ुची जो बीजेपी रो तुंग नेता जय ढोलकिया आमे तो कहि परिबानी ए कथा काहे कि ना जय ढोलकिया को बापा राजेंद्र ढोलकिया प्रथम रे बीजेडी रे तुंग नेता थिले गतकाली नुआपड़ा गस्तरे मोहन चरण माझी जाई लोकंकु जो उद्बोधन देइथिले लोक माने सुनी बीजेडी छाड़ी बीजेपी रे बहु संख्यार सामिल होइचंती काहे कि ना बीजेडी दल उपरु लोकंकर भरोसा टूटी गलानी बीजेडी दल को कंट्रोल करथुआ पांड्यान विषय पदारे पड़ी हाटरे गड़ीची लोक सबु जानिछंती पांड्यान को कारनामा कथा तो एठी जहा जना पड़ुची नुआपड़ा रे बीजेपी बहु संख्यारे बाजीमात करिवो कांग्रेस सह जोरदार लड़ाई हबो एठी कांग्रेस रो जनता माने प्रस्तुत हेलेनी बीजेपी सह टक्कर देवा पाई की काहे कि ना कांग्रेस पाखरे एते टंका नाही जे बीजेपी भली टंका नाही जे निर्वाचन लड़िबो